ବିଜେଡି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଶାଖା ପକ୍ଷରୁ ପାଳିତ ହେଲା ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଦିବସ। ବିଜେପି ଉନ୍ନତି ପରିବର୍ତ୍ତେ ସାମାଜିକ ବ୍ୟବସ୍ଥାକୁ ଭାଙ୍ଗିବାରେ ବ୍ୟସ୍ତ ବୋଲି କହିଲେ ପୂର୍ବତନ ବିଧାୟକ ସ୍ୱରୂପ ଦାସ। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳ ମହଲା, ଷ୍ଟେସନ ଛକ, ବାଲେଶ୍ୱର। ବିଜେଡି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଶାଖା ପକ୍ଷରୁ ବିଜୁ ଜନତା ଦଳର 29ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଷ୍ଟେସନ କ୍ଲବଠାରେ ଦଳର ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା। ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ସ୍ୱରୂପ କୁମାର ଦାସ ଯୋଗଦେଇ ବିଜେପି ସରକାର ଉନ୍ନତି ପରିବର୍ତ୍ତେ ସାମାଜିକ ବ୍ୟବସ୍ଥାକୁ ଭାଙ୍ଗିବାରେ ବ୍ୟସ୍ତ ବୋଲି ଆରୋପ ଉଠାଇଥିଲେ। ଓଡ଼ିଶାର ଜନସାଧାରଣ ମିଛ ପ୍ରତିଶ୍ରୁତିର ମାୟାରେ ପଡ଼ି ପ୍ରତାରଣାର ଶିକାର ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ସମସ୍ତ ଉନ୍ନତିମୂଳକ ପ୍ରକଳ୍ପକୁ ଆଜି ବନ୍ଦ କରିଦିଆଯାଇଛି। 18 ମାସ ମଧ୍ୟରେ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ଜନସାଧାରଣଙ୍କ ମଧ୍ୟରେ ପ୍ରତିବାଦର ସ୍ୱର ଶାଣିତ ହେଲାଣି। ବିଜେପିର କଳା ଶାସନ ବିରୋଧରେ ତଥା ସାଧାରଣ ଲୋକଙ୍କୁ ସେମାନଙ୍କ ନ୍ୟାଯ୍ୟ ହକ୍ ପ୍ରଦାନ ପାଇଁ ବିଜୁ ଜନତା ଦଳ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପୂର୍ବତନ ବିଧାୟକ ଶ୍ରୀ ଦାସ ଚେତାବନୀ ଦେଇଥିଲେ। ଦେଖନ୍ତୁ, ଆଜି ବିଜୁ ଜନତା ଦଳ ସୁପ୍ରିମୋଙ୍କ ଆହ୍ୱାନ କ୍ରମେ ଆଜି ଆମେ ବାଲେଶ୍ୱରରେ ସଦର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ତରଫରୁ ଆମେ 29ତମ ପ୍ରତିଷ୍ଠା ଦିବସ ପାଳନ କରୁଛୁ। ଏହି ଅବସରରେ ବାଲେଶ୍ୱରବାସୀଙ୍କୁ ଆମେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛୁ ଯେ ଦୀର୍ଘ 28 ବର୍ଷ ଧରି ଏ ମାଟି ପାଇଁ ଏ ଜନତାଙ୍କ ପାଇଁ ସେବା କରିବାର ସୁଯୋଗ ବିଜୁ ଜନତା ଦଳକୁ ସେ ଦେଇଛନ୍ତି। ଆଜି ସକାଳୁ ଆମେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛୁ। ପ୍ରଭାତ ପୁରୁଷ ବିଜୁବାବୁଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସହରରେ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହା ସହିତ ଏବେ ଆମେ ଷ୍ଟେସନ କ୍ଲବ ପରିସରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସର ସମାରୋହ ଏବେ ଆମ କାର୍ଯ୍ୟକ୍ରମ ଚାଲିଛି। ଏହି ଅବସରରେ ମୁଁ କହିବା ପାଇଁ ଚାହିଁବି ଯେ ଦୀର୍ଘ 28 ବର୍ଷ ଧରି ପୂର୍ବତନ ମୁଖ୍ୟ ନବୀନ ପଟ୍ଟନାୟକ ନେତୃତ୍ୱରେ ବିଜୁ ଜନତା ଦଳର ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିଛି। ଯୁବକ ହୁଅନ୍ତୁ, ଛାତ୍ର ହୁଅନ୍ତୁ, ମହିଳା ହୁଅନ୍ତୁ, କୃଷକ ହୁଅନ୍ତୁ, ସମାଜର ଆଦିବାସୀ ହୁଅନ୍ତୁ, ସବୁ ବର୍ଗର ସମସ୍ତଙ୍କ ପାଇଁ ସେ କାମ କରାଯାଇଛି। ପ୍ରତ୍ୟେକ କ୍ଷେତ୍ର ଉନ୍ନତି ପାଇଁ ଚେଷ୍ଟା କରାଯାଇଛି। ଏହା ସହିତ ଆଜି ଓଡ଼ିଶାର ଯେଉଁ ସ୍ୱତନ୍ତ୍ର ପରିଚୟ ବିଶ୍ୱ ଦରବାରରେ ପହଞ୍ଚିଛି, ଏ ପ୍ରୟାସ ହେଉଛି ଆମ ପ୍ରିୟ ନେତା ନବୀନ ବାବୁଙ୍କର। ଆଜି ନବୀନ ବାବୁ ଓଡ଼ିଶାକୁ ପୃଥିବୀ ମାନଚିତ୍ର ନେଇ ପହଞ୍ଚାଇ ଦେଇଛନ୍ତି। ଗୋଟେ ଅଭାବୀ ରାଜ୍ୟକୁ ଗୋଟେ ସମ୍ପୂର୍ଣ୍ଣ ରାଜ୍ୟ ହିସାବରେ ପରିଗଣିତ କରୁଛନ୍ତି ଏବଂ ଆଜିକା ଦିନରେ ଏ ସରପ୍ଲସ୍ ଷ୍ଟେଟ୍, ସବୁ କ୍ଷେତ୍ରରେ ଆମେ ଅଗ୍ରଣୀ ରାଜ୍ୟ, ତା ସହିତ ସରପ୍ଲସ୍ ଷ୍ଟେଟ୍। ଏ ଗୋଟେ ଛୋଟ କାମ ନଥିଲା। ଯେଉଁ ରାଜ୍ୟ ଦିନେ ଦରମା ଦେଇପାରୁନଥିଲା, ଆଜି ବଳକା ରାଜ୍ୟରେ ପାଲଟିଛି। ଇଏ ହେଉଛି ନବୀନ ବାବୁ ଏବଂ ଜନତାଙ୍କର ଆଶୀର୍ବାଦ। ସ୍ୱର୍ଗତ ବିଜୁ ବାବୁଙ୍କର ଯେଉଁ ସ୍ୱପ୍ନ ଥିଲା ଯେ ଓଡ଼ିଶା ମାଟିର ପୁଅମାନେ କେବେ ସ୍ୱାଭିମାନ ନଷ୍ଟ କରିବେ ନାହିଁ, ସ୍ୱାଭିମାନ ହରାଇବେ ନାହିଁ, ଆଜି ବିଜୁ ବାବୁଙ୍କର ସେ ଯେଉଁ ଚିନ୍ତାଧାରାକୁ ନବୀନ ବାବୁ ପ୍ରମାଣ କରିଦେଇଛନ୍ତି। ଆଜି ଓଡ଼ିଆ ଜାତିର ପୁଅମାନେ ସ୍ୱାବଲମ୍ବୀ ହୋଇଛନ୍ତି, ମୁଣ୍ଡ ଟେକି ସାରା ବିଶ୍ୱ ଦରବାର ବୁଲୁଛନ୍ତି। ଏବଂ ଆଜି ଆମେ 18 ମାସ ହେଲା ଆମେ କ୍ଷମତାର ନାହୁଁ, ତା ସତ୍ତ୍ୱେ ବି ନବୀନ ବାବୁଙ୍କର ସେ ଆହ୍ୱାନ ରହିଛି ଯେ ବିଜୁ ଜନତା ଦଳ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେବା। ଆମେ ସେବାରୁ କେବେ ପଛେଇବା ନାହିଁ ଏବଂ ସେବା ପାଇଁ ଆମେ ସମସ୍ତେ ଉତ୍ସର୍ଗୀକୃତ। ଆଜି ପୁଣି ଆମେ ସମସ୍ତେ ସଂକଳ୍ପ ନେବା ଯେ ଆମେ କ୍ଷମତାରେ ଥାଉ ନଥାଉ ଓଡ଼ିଶାବାସୀଙ୍କ ସେବା ସହିତ ବାଲେଶ୍ୱରବାସୀଙ୍କ ସେବା ଆମେ କରିବା। ଦେଖନ୍ତୁ, ବାଲେଶ୍ୱର ସଂଗଠନ ଖୁବ୍ ମଜବୁତ ଅଛି। ଆମର ଯେଉଁ ଜିଲ୍ଲା ସଭାପତି ବର୍ତ୍ତମାନ କଣ୍ଟିନ୍ୟୁ କରୁଛୁ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାରେ ସଂଗଠନ ମଜବୁତ ଅଛି। ପ୍ରତ୍ୟେକ କାର୍ଯ୍ୟକ୍ରମ ସୁରୁଖୁରୁ ଭାବରେ କରାହେଉଛି। କେଉଁ ଜାଗାରେ ଆନ୍ଦୋଳନ ହେଉ ବା କେଉଁ ଜାଗାରେ ଅଫିସ୍ ଘେରାଉ ହେଉ ବା ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ କାର୍ଯ୍ୟକ୍ରମ ସଫଳ ଭାବରେ କରାହେଉଛି। ଗତ ପାଖାପାଖି 1.5 ବର୍ଷ ଭିତରେ ଆମେ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛୁ ଏବଂ ସଫଳତା ସହିତ ସେ କାର୍ଯ୍ୟକ୍ରମ କରାଯାଇଛି। ବିଜୁ ଜନତା ଦଳ ଏଭଳି ଏକ ଦଳ, ଏ ସଂଗଠିତ ଦଳ ଏବଂ ଡିସିପ୍ଲିନ୍ ଦଳ। 25 ବର୍ଷର ଏ ଦଳ ଗୋଟେ ଛୋଟିଆ କଥା ନୁହେଁ। 28 ବର୍ଷର ଯେଉଁ ଅଭିଜ୍ଞତା, ଏ ଅଭିଜ୍ଞତା ଆଧାରରେ ଆହୁରି 50 ବର୍ଷ ଏ ଦଳ ଚାଲିବ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ପୌରାଧ୍ୟକ୍ଷ କୈଳାସ ସେଠୀ, ବିଜେଡି ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ଯୁବନେତା ସଂଗ୍ରାମ ମଲ୍ଲିକ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ କୁମାର ରାଉତ, ସଦର ମହିଳା ବିଜେଡି ସଭାନେତ୍ରୀ ମୀନା ମହାନ୍ତି, ପ୍ରଫୁଲ୍ଲ ଜେନା, ବରିଷ୍ଠ ନେତା କୈଳାସ ବିହାରୀ ଦାସ, शेख साकिर, विश्वजीत महापात्र, पूर्वतन काउंसिलर संजय बेहरा, मीडिया सेल कोऑर्डिनेटर धीरेन नायक, युवनेता ऋतिक जी, काउंसिलर शेख आयुब, नीता पट्टनायक, अर्पिता प्रियदर्शिनी पट्टनायक, संध्याराणी जेना, शशिरेखा महांती, मिराज बानो, कविता मुर्मू, सविता दास, नलिनी रंजन दास, युवनेता बापू तिवारी,
ଛାତ୍ରନେତା ବିଭୁ ଦତ୍ତ ପରିଡ଼ା, ଦେବାଶିଷ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜି ଗାଁଠୁ ନେଇକି ସହର ପର୍ଯ୍ୟନ୍ତ ଆପଣମାନେ ଦେଖୁଛନ୍ତି ବିଗତ ଦିନର ଯୋଉ ଭଳିଆ ଆମର ଏକତ୍ରିତ ଭାବ ଭାତୃତ୍ୱ ଭାବ ରହିଥିଲା ଆଜି ମଧ୍ୟ ତାହା ରହିଛି। ଇଏ ସାବ୍ୟସ୍ତ କରୁଛି ଯେ ଆମ ବିଜୁ ଜନତା ଦଳ କିଭଳି ଏକତ୍ରିତ ଦଳ ତାହା ଦେଖି ଆଜି ଯୋଉ ଶାସନ ଗାଦିରେ ବସିଛନ୍ତି ସେମାନେ ଛାନିଆ ହେଇଯାଉଛନ୍ତି। କୌଣସି ଜାଗାରେ ବି ସେମାନେ ଯେତେବେଳେ ଶୋଭା ଯାତ୍ରା କରୁଛନ୍ତି 100 ଥର ଚିନ୍ତା କରୁଛନ୍ତି ଲୋକ ହେବେ କି ନାହିଁ। ସେ ଭୟ ତାଙ୍କ ଭିତରେ ଅଛି, କାହିଁକି ନା ସେମାନେ ଜାଣିଛନ୍ତି ସେମାନେ ଲୋକଙ୍କ ପାଇଁ ବିଗତ ଦିନର କିଛି କରିଥିଲେ ନାହିଁ ବା 2 ବର୍ଷ ଶାସନକୁ ଆସିଲା ଭିତରେ କୌଣସି ଲୋକଙ୍କ କାମରେ ସେମାନେ ଆସିନାହାନ୍ତି। ଯାହା ପୂର୍ବ ସରକାର କରିଛନ୍ତି ଏବଂ ବିଜୁ ଜନତା ଦଳର କର୍ମୀମାନେ ଯାହା କରିଛନ୍ତି ତାକୁ ସେମାନେ ଖାଲି ରଙ୍ଗ ମାରୁଛନ୍ତି। ରଙ୍ଗ ମରା ସରକାର। ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଥମେ ପୂର୍ବତନ ବିଧାୟକ ଶ୍ରୀ ଦାସଙ୍କ ନେତୃତ୍ୱରେ ଫାଣ୍ଡି ଛକ ଏବଂ ଡିଆଇସି ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଚାୟତଗୁଡ଼ିକର ସରପଞ୍ଚ, ସମିତି ସଭ୍ୟ ଓ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। सेंट जॉन कॉलेज ऑफ नर्सिंग एंड पैरामेडिकल्स रे एडमिशन चलीछि। बीएससी नर्सिंग जीएनएम कोर्स पई जोगाजोग करंतु। सेंट जॉन कॉलेज ऑफ नर्सिंग एंड पैरामेडिकल्स, मिशन कंपाउंड, बालेश्वर। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किंबा ईमेल करंतु admin@mkplast.in।